यूट्यूब किसी भल भी शिक्षा देते किसी खराब भी। तो भलटा को जदि आम फोकस करवा ताले भल ही आमको शिक्षा मिल। तो जमी आज स्वामी हूँ गोटे हूँ यूट्यूब रू शिखी जो नगी अगरे बोतल बांधिकी आंब बिछेवा। तो यहाँ मुंड को बुद्धि जुटी तो ताको बांधिला पाखरु किंतु मोर लॉस ही लॉस होउछि। तो लॉस कौन? तो आंब आमर यहाँ गोटे कलिमी गछ। तो कलिमी गछ आंबटा टिके गछरे पाचिले बहुत भल लगे, टेस्ट लगे। यूट्यूब ରୁ ବହୁତ ଭଲ ଭଲ ଶିକ୍ଷା ମିଳେ ଯଦି ଆମେ ଭଲକୁ ଫୋକସ୍ କରିବା ନା ତାହେଲେ ସବୁବେଳେ ଆମକୁ ଭଲ ହିଁ ଶିକ୍ଷା ମିଳିଥାଏ। ଯେମିତି ଆଜି ସ୍ୱାମୀ କିଛି ଭଲ ଶିକ୍ଷା ପାଇଛନ୍ତି, ଭଲ ଶିକ୍ଷାଟା କ'ଣ ମୁଁ ଆଜି ଆପଣମାନଙ୍କୁ ଦେଖଉଛି। ତ ସବୁବେଳେ ସେ ଆମ୍ବ ପାରିବା ସମୟ ହବ ମାନେ ଏଇଟା ଟିକେ କଲିମି ଗଛ, ତ ଆମ୍ବ ଡେମ୍ଫଟା ବହୁତ ଟାଣ ଥାଏ। ତ ଆମ୍ବ ବିଛେଇଲା ବେଳେ ନା ବହୁତ ତାଙ୍କୁ କଷ୍ଟ କରିବାକୁ ପଡ଼େ। ତ କୁଆଡ଼େ କ'ଣ ଆମ୍ବ ବି ପଡ଼େ ସେ ଜାଣିପାରନ୍ତିନି, ବହୁତ ଚିନ୍ତାରେ ପଡ଼ନ୍ତି ସେଥିପାଇଁ। ତ ୟୁଟ୍ୟୁବ ଦେଖିକି ସେ ଗୋଟେ ନଗିରେ ଗୋଟେ ବଟଲ ସାହାଯ୍ୟରେ ଆମ୍ବ ବିଛେଇବା ପାଇଁ ବନେଇଲେ। ଆଉ ଦେଖିବାକୁ ବି ଭଲ ଲାଗେ ଆଉ ୟାର ଡେମ୍ଫଟା ବହୁତ ଟାଣ। ତ ଏଇଟା ହଉଛି ଯେତେ ପାଚିଲେ ବି ମଧ୍ୟ ଇଏ ଏତେ ଝଡ଼େନି। ତ ତାକୁ ବିଛେଇବାକୁ ପଡ଼େ। ତ ସିଏ କ'ଣ କରିଛନ୍ତି ଆମ୍ବଟା ହଉଛି ଆମେ ସେଥିପାଇଁ ତାଙ୍କୁ ଶାଶୁ ବୋହୂ ଆମେ ଜମା କହୁନଥିଲୁ ଆମ୍ବ ବିଛାଉ ବୋଲିକି। ତ ଆଜି ମାଆଙ୍କ ଆମ୍ବ ଯେହେତୁ ସରିଯାଇଥିଲା ମାଆ କହିଲେ ମା ହଉଛି ଗୋଟେ ଆମ୍ବ ଆଣିଲୁ ଖାଇବା। ସରିଯାଇଥିଲା ଦେଖିଲି ଫ୍ରିଜରେ ବି ନଥିଲା କି ଆମର ଯୋଉଠି ରୋଷେଇ କରି ବି ନଥିଲା। ତ ସେଥିପାଇଁ ସ୍ୱାମୀକି କହିଲି ବିଛେଇବା ପାଇଁ। ତ ସେ ଗୋଟେ ଜାଗାରେ ଦେଖନ୍ତୁ 5-6ଟା ବିଛେଇ ଦେଲେ। ନଗିଟା ବାନ୍ଧିଲା ପାଖରୁ ସେ ବାରମ୍ବାର କହି ଚାଲିଛନ୍ତି ଚାଲ ଆମ୍ବ ପାରିବା।